ଆପଣ ସଭ୍ୟ ପଦ ରଦ୍ଦ କରିପାରିବେ ନାହିଁ ଆଇନ ଅନୁସାରେ ଏଭଳି ମୂର୍ଖାମୀ ପଦକ୍ଷେପ ନେଇ ଚାଲିଛନ୍ତି କିଏ ତାଙ୍କ ପରାମର୍ଶଦାତା ମୁଁ ବୁଝିପାରୁନି ସେ ଟିକେ ବହି ପଢିବା ଦରକାର ପାଠ ନ ପଢି ଯେ ପରାମର୍ଶ ଦଉଛନ୍ତି ସେ ବହି ପଢିବା ଦରକାର ବିଜୁ ଜନତା ଦଳର ମୂର୍ଖାମୀ ସେମାନେ ପାଠ ପଢିନାହାନ୍ତି ବୋଲି ଏଭଳି ଏକ ପିଟିସନ ଫାଇଲ କରିଥିଲେ ଏଇଟା ସଠିକ ପଦକ୍ଷେପ ନେଇଥିଲେ ବାଚସ୍ପତି ମହୋଦୟ ମତ ଲାଗୁଛି ଆପଣ ଭାବୁଛନ୍ତି ଯେ କେବଳ ଆପଣ ପାଇଁ ନଥିଲା ବରଂ ଦଳରେ ଯେଉଁମାନେ ଆମର ଅଛନ୍ତି ସେମାନଙ୍କୁ ଲଗାମ ଖିଞ୍ଚିବା ପାଇଁ ଗୋଟେ ଷ୍ଟ୍ରାଟେଜି ଦଳ ଥିଲା ଏମିତି କଲେ କଣ ଲଗାମ ଖିଞ୍ଚି ହୁଏ କି ଏଥିରେ ଲଗାମ ତ ଦବାର କିଛି ଏଇଟା କଣ ତାର ଉପାୟ ପାର୍ଟିରେ ଲଗାମ କଣ ଦେବେ ସମସ୍ତଙ୍କୁ ନେଇକି ପାର୍ଟି ନା ପାର୍ଟି ଭିତରେ ଲଗାମ କାହାକୁ ଦେବା ଦରକାର ପାର୍ଟି କହୁଛି ହାଇକୋର୍ଟକୁ ଯିବ ଆବଶ୍ୟକ ହେଲେ ସୁପ୍ରିମକୋର୍ଟ ଯିବ ଆପଣଙ୍କ ସଭ୍ୟ ପଦ ରଦ୍ଦ ପାଇଁ ସେମାନେ କିଛି ବି କରିବେ ଯାଆନ୍ତୁ ହାଇକୋର୍ଟ ଯାଆନ୍ତୁ ସୁପ୍ରିମକୋର୍ଟ ଯାଆନ୍ତୁ ତାଙ୍କ ଇଚ୍ଛା ସେଟା ବ୍ୟକ୍ତିଗତ ମତ ସେଟା ବ୍ୟକ୍ତିଗତ ଇଚ୍ଛା ବାଚସ୍ପତି କହିଛନ୍ତି ଆବଶ୍ୟକ ଦଲିଲ ସହିତ ଦାଖଲ ନ ହୋଇଥିବାରୁ ଉଦ୍ଧାର ନା ବାସ୍ତବରେ ମୁଁ ସେ ଲେଟରଟା ପାଇନାହିଁ ମୁଁ ଦେଖିନି ସେଠି କଣ ବାଚସ୍ପତି ମହୋଦୟା ଲେଖିଛନ୍ତି ସେମାନେ ବି କଣ ଡିଟେଲ ଲେଖିଥିଲେ ମୁଁ ଏତିକି ଜାଣିଛି ତାଙ୍କ ପାଖରେ ଯୁକ୍ତି ଯଥାର୍ଥ ନାହିଁ ଏଭଳି ପିଟିସନ ଫାଇଲ କରିବା ଲେଟରଟି ପାଇଲା ପରେ ଆପଣମାନଙ୍କ ସହିତ ମୁଁ ଖୋଲାଖୋଲି ଭାବେ ଆଲୋଚନା କରିବି ସେ ଯାଆନ୍ତୁ କଣ କରିବେ ତାପରେ ଦେଖିବାନି ଆଉ ମାନେ ସେମାନେ ଭାବିଥିଲେ ହେଇଯିବ ଯେହେତୁ ଆପଣ କ୍ରସ୍ ଭୋଟିଂ କରିଥିଲେ ଆପଣଙ୍କ ସହ ଅନ୍ୟ ଯୋଉ କ୍ରସ୍ ଭୋଟିଂ କରିଥିବା ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ସେମାନେ ଜୋର ଜୋର ଲଗେଇ ଦେଇଥିଲେ ତାଙ୍କର ଗୋଟେ ହାର ଏଇଟା ହାରଜିତ କଥା ନାହିଁ ଯୋଉ ଭୋଟିଂ ଆମେ ଦେଲୁ ଆମ ସ୍ୱଇଚ୍ଛାରେ ଭୋଟ ଦେଲୁ ଏଥିରେ ଲିଗାଲିଟି ଅଛି କ୍ରସ୍ ଭୋଟିଂ କଲେ ସଭ୍ୟପଦ ଯାଏ ନାହିଁ ଏଇଟା ବାରମ୍ବାର ଆମେ କହି ଆସୁଛୁ ଏବଂ ଯୋଉମାନେ ଆଇନ କାନୁନ ଜାଣିଥିବେ ସେମାନେ ମଧ୍ୟ ଜାଣିଛନ୍ତି ଅଯଥା ଚର୍ଚ୍ଚାରେ ରହିବା ପାଇଁ ମତେ ଲାଗୁଛି ବିଜେଡି ଏଭଳି ଏକ କାମ କରିଥିଲା କହିବାକୁ ଚାହିଁବା ତାଙ୍କୁ ଆଉ ଆଗକୁ ବଢନ୍ତୁ ନା କିଛି ଲାଭ ହବନି ଆଗକୁ ବଢିକି ଆପଣଙ୍କ ସଭ୍ୟପଦ ରଦ୍ଦ ପଛରେ ପଡିଛି ନାଇଁ ମୁଁ କିଛି କହିବାର ନାହିଁ ମୋର ଯାହାର ଯାହା ଇଚ୍ଛା ହଉଛି ଆମେ ଗଣତନ୍ତ୍ରରେ ରହୁଛୁ ଯାହାର ଯାହା ଇଚ୍ଛା ହଉଛି ସେ କରିବେ ତାଙ୍କ କାମ କରିବେ ମୋର ଆଉ କିଛି କହିବାର ନାହିଁ ବିଜେଡି ବୋଧେ ମତେ ଲାଗୁଛି କିଛି ମୂର୍ଖଙ୍କ ଦ୍ୱାରା ପରିଚାଳିତ ହଉଛି ସେଥିପାଇଁ ଲଜ୍ଜାଜନକ ପରିସ୍ଥିତିରେ ପହଞ୍ଚୁଛି ଏତିକି କହିବି ଆଇନ ଅନୁସାରେ ସଭ୍ୟପଦ ରଦ୍ଦ ହୋଇପାରିବ ନାହିଁ ସେ ଯିଏ ଯାହା କୁହନ୍ତୁ ସେ ପୂର୍ବତନ ବିଧାୟକ ପୂର୍ବତନ ମନ୍ତ୍ରୀ ପୂର୍ବତନ ମୁଖ୍ୟମନ୍ତ୍ରୀ ଯିଏ ଯାହା କହୁଛନ୍ତି କହିପାରିବେ ଆଇନ ଅନୁସାରେ ସଭ୍ୟପଦ ରଦ୍ଦ ହୋଇପାରିବ ନାହିଁ ଆମେ ଏଇଟା ଜାଣିବା କଥା ଆପଣମାନେ ଲ ମେକର୍ସ ହେଇକି ଯଦି ଏଇଭଳି ମନ୍ତବ୍ୟ ଦେବେ ଆପଣଙ୍କୁ କଣ ଆଶା କରିବେ ଲୋକ ମୁଁ ଜାଣିନି ଯିଏ ବି ବିଜୁ ଜନତା ଦଳର ଅନେକ ଲୋକ ନିଷ୍ପତ୍ତି ନେଉଥିବେ ମୁଁ ସେଟା ଜାଣିନି ଯେହେତୁ ମୁଁ ସେଠିକି ଯାଉନି ଆଜ୍ଞା ବର୍ତ୍ତମାନ ସମୟରେ ବିଜୁ ଜନତା ଦଳ କହିଲାନି ଆମେ କୋର୍ଟକୁ ଯିବୁ କୋର୍ଟକୁ ତାର କିଛି ପ୍ରଭାବ ରହିବ ନା କେବଳ ଆଇବାସ ତାଙ୍କ ଇଚ୍ଛା ମୁଁ ଯାହା କହିଲି ଗଣତନ୍ତ୍ରରେ ଯାହାର ଯାହା ଇଚ୍ଛା ସେ କରିପାରିବେ ସେ କୋର୍ଟକୁ ଯିବା କଥା କୋର୍ଟକୁ ଯାଆନ୍ତୁ କିଛି ଅସୁବିଧା ବର୍ତ୍ତମାନ ବିଜୁ ଜନତା ଦଳ କହୁଛି ଆମେ ଲମ୍ବା ନ୍ୟାୟିକ ଲଢେଇବୁ ନିଶ୍ଚୟ ଆଗାମୀ ଯଦି ହାଇକୋର୍ଟକୁ ଯିବୁ ହାଇକୋର୍ଟ ସୁପ୍ରିମକୋର୍ଟ ଯିବୁ କିନ୍ତୁ ଲମ୍ବା ନ୍ୟାୟିକ ଲଢେଇ ଲଢିବୁ ବୋଲି ବର୍ତ୍ତମାନ ବିଜୁ ଜନତା ଦଳ ସେ ଯଦି ଚାହିଁବେ ଇଣ୍ଟରନ୍ୟାସନାଲ କୋର୍ଟ ମଧ୍ୟ ଯାଇପାରିବେ ତାଙ୍କର ଇଚ୍ଛା ତ ତାଙ୍କ ଇଚ୍ଛାରେ ଯାହା କରିବା କଥା କରନ୍ତୁ ଅରବିନ୍ଦଙ୍କ ନେକ୍ସଟ ଷ୍ଟେପ୍ କଣ ହବ କଣ ଏମିତି ରହିବେ ନା ବିଜେପିରେ ଯୋଗ ଦେବେ କଣ କରିବେ ତା ଉପରେ ବି ପର୍ଦ୍ଦା ହଟି କରିବେ ବର୍ତ୍ତମାନ ନେକ୍ସଟ ଷ୍ଟେପ୍ର କିଛି ସମୟ ଆସିନି ନେକ୍ସଟ ଷ୍ଟେପ୍ର ସମୟ ଆସିବ ତାପରେ ନିଷ୍ପତ୍ତି ନେବି ଏବଂ ଆପଣମାନଙ୍କ ସହିତ ଆଲୋଚନା ମଧ୍ୟ କରିବି ନେକ୍ସଟ ଷ୍ଟେପ୍ର ସମୟ ବିଲକୁଲ ବି ଆସିନାହିଁ ବର୍ତ୍ତମାନ ମୁଁ ଯାହା କହିଛି ମୁଁ 2 ବର୍ଷ ପୂର୍ତ୍ତି ପାଳନ କଲି ମୋର ବିଧାନସଭା ଶପଥ ନେବାର ଏବଂ ଆମ ଗ୍ରାମର ବାସଭବନ ଠାରେ ମୁଁ ଗୋଟେ ପ୍ରେସ୍ କନଫରେନ୍ସ ମଧ୍ୟ କରିଥିଲି କଣ କଣ କାମ କରିଛି ସେଟା ମଧ୍ୟ ଖୋଲାଖୋଲି ଭାବେ ଦେଖେଇଥିଲି କହିଥିଲି ଗଣମାଧ୍ୟମ ତ ମୋ କାମ ଯୋଉଟା ମୁଁ କରିଚାଲିବି ବର୍ତ୍ତମାନ ସେ ନିଷ୍ପତ୍ତି ସମୟ ନୁହେଁ ବର୍ତ୍ତମାନ 2 ବର୍ଷ ସରିଯାଇଛି ଆଉ 3 ବର୍ଷ ଅଛି ତ ଲୋକଙ୍କ ପାଇଁ କିଭଳି ଭାବେ କାମ କରିବା ସେଇଟା ମୋର ମୁଖ୍ୟ ଦାୟିତ୍ୱ ବିଜୁ ଜନତା ଦଳ ଯୋଉ ବର୍ତ୍ତମାନ ଲଢିବି କହୁଛି ତାହା କେବଳ ଆପଣମାନଙ୍କୁ ବଦନାମ କରିବା ପାଇଁ ଲଢିବା ପାଇଁ ଯାଉଛି କିମ୍ବା ଆପଣଙ୍କ ଚିତ୍ରକୁ ଗୋଟେ ମଳିନ କରିବା ପାଇଁ ବିଜୁ ଜନତା ଦଳ ଚେଷ୍ଟା କରୁଛି ବର୍ତ୍ତମାନ ଯେହେତୁ ବାଚସ୍ପତି ମଧ୍ୟ ଖାସ କରି ଚାଲିନି ବିଜୁ ଜନତା ଦଳ କଣ କରୁଛନ୍ତି ସେମାନେ ହିଁ କହିପାରିବେ ତାଙ୍କର ଆଭିମୁଖ୍ୟ କଣ ସେଟା ତାଙ୍କୁ ପଚାରିଲେ ଠିକ ହବ ଯେହେତୁ ଆପଣ ତାଙ୍କ ସପକ୍ଷରେ ଭୋଟ ଦେଇଥିଲେ ତେଣୁ ଏ ଖାରଜ ନିଷ୍ପତ୍ତି ବି ଆପଣଙ୍କ ସପକ୍ଷରେ ଆସିବା ସୁନିଶ୍ଚିତ ଥିଲା ମୁଁ ଆଙ୍କ କାହା ସପକ୍ଷରେ ଭୋଟ ଦେଇନି ମୁଁ ଜଣେ ସ୍ୱାଧୀନ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେଇଛି ଏବଂ ମୁଁ ସେଇ ଜଣୀୟ ବ୍ୟକ୍ତିଙ୍କୁ ଭୋଟ ଦେଇଛି ମୁଁ ସରକାରୀ ଦଳର କୌଣସି ଯୋଉମାନେ ନୋମିନେଟେଡ ପର୍ସନ ଥିଲେ ମୁଁ ତାଙ୍କୁ ଭୋଟ ଦେଇନାହିଁ ମୁଁ ଜଣେ ଲୋକଙ୍କୁ ଭୋଟ ଦେଇଛି ଏଇଟା ମୁଁ ଖୋଲାଖୋଲି ଭାବେ କହୁଛି
ଆପଣ କହିବେ କି ଫାଷ୍ଟ ସ୍ଟେପରେ ବର୍ତ୍ତମାନ ବିଜୁ ଜନତା ଦଳ ପରାଜୟ ହେଲା ଆପଣଙ୍କ ସଭ୍ୟପଦ ରଥ ପାଇଁ ଫାଷ୍ଟ ସ୍ଟେପ ବିଜୁ ଜନତା ଦଳ ପରାଜୟ ହେଲା ବିଜୁ ଜନତା ଦଳର କିନ୍ତୁ ମୁଁ କାହା ସହିତ ଲଢୁ ନଥିଲି ପରାଜୟ ଜୟର ଏଠି କଥା କଣ ମୁଁ କାହା ସହିତ ଲଢୁ ନଥିଲି ମୁଁ 2024 ମସିହାରେ ଲଢିଥିଲି ଇଲେକ୍ସନ ଜିତିକି ଆସିଛି ଏବଂ ଲୋକଙ୍କ କାମରେ ଲାଗିଛି ଆପଣଙ୍କୁ ବିଜେଡି ଘୋଡ଼ାର ଆଖ୍ୟା ମଧ୍ୟ ଦେଇଥିଲା। ଘୋଡା ହାତୀ ଯାହା କହିପାରିବେ କିଛି କୁହନ୍ତୁ କିନ୍ତୁ ଯେହେତୁ ସିଏ ତାଙ୍କ ଦଳର ଯାହା ଆଭିମୁଖ୍ୟ ସେଟା କାର୍ଯ୍ୟ କରନ୍ତୁ ମୁଁ ତା ଉପରେ କିଛି ମନ୍ତବ୍ୟ ଦେବିନି। ବାଚସ୍ପତିଙ୍କ ଯୋଉ ବର୍ତ୍ତମାନ ଖାରଜ କଲେ ଆପଣ କହିପାରିବେ କି ସତ୍ୟର ବିଜୟ ହେଲା ନାଇଁ ସତ୍ୟ ମିଥ୍ୟା କଥା ନାହିଁ ଆପଣ ସଭ୍ୟ ପଦ ରଦ୍ଦ କରିପାରିବେ ନାହିଁ ଆଇନ ଅନୁସାରେ ଏଭଳି ମୂର୍ଖାମୀ ପଦକ୍ଷେପ ନେଇ ଚାଲିଛନ୍ତି କିଏ ତାଙ୍କ ପରାମର୍ଶଦାତା ମୁଁ ବୁଝିପାରୁନି ସେ ଟିକେ ବହି ପଢିବା ଦରକାର ପାଠ ନ ପଢି ଯେ ପରାମର୍ଶ ଦଉଛନ୍ତି ସେ ବହି ପଢିବା ଦରକାର।